ରମାକାନ୍ତ ରଥଙ୍କ କବିତାରେ ମୃତ୍ୟୁ ଚେତନାର ବିବର୍ତ୍ତନ ସାରାଂଶ। କବି ରମାକାନ୍ତ ରଥଙ୍କ କାବ୍ୟଯାତ୍ରାରେ ମୃତ୍ୟୁ ଚେତନାର କ୍ରମବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ତାଙ୍କ ପ୍ରାରମ୍ଭିକ କାବ୍ୟ କେତେ ଦିନର ମୁଖ୍ୟତଃ ପ୍ରେମ, ବ୍ୟର୍ଥତା, ନୈରାଶ୍ୟ ଓ ବିଚ୍ଛିନ୍ନତାବୋଧ ଉପରେ କେନ୍ଦ୍ରିତ ଥିଲା, ଯେଉଁଠି ମୃତ୍ୟୁ ଏକ ପ୍ରମୁଖ ବିଷୟ ନଥିଲା। ପରବର୍ତ୍ତୀ ସଂକଳନ ଅନେକ କୋଠରୀରେ କବିଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସେ। ଜୀବନର ହତାଶା ଓ ପ୍ରେମର ନିରର୍ଥକତାରୁ ତାଙ୍କ ଚେତନା ମୃତ୍ୟୁ ଆଡ଼କୁ ଗତି କରେ। ଏହି ପର୍ଯ୍ୟାୟରେ ମୃତ୍ୟୁ ଚେତନାର ଅଙ୍କୁରୋଦ୍ଗମ ହୁଏ, ଯେଉଁଠି ଜୀବନ ପ୍ରତି ବିତୃଷ୍ଣା ଓ ମୃତ୍ୟୁକୁ ଅବଶ୍ୟମ୍ଭାବୀ ପରିଣତି ଭାବେ ଗ୍ରହଣ କରାଯାଏ। ବିମାନ ଦୁର୍ଘଟଣାରେ ମୃତ୍ୟୁ ପରି କବିତା ଏହାର ସୂଚନା ଦିଏ। ସପ୍ତମ ଋତୁରେ ମୃତ୍ୟୁ ଚେତନା ପୂର୍ଣ୍ଣତା ଲାଭ କରେ। ଏଠାରେ ଜୀବନର ଅସାରତା, ଗ୍ଲାନି ଓ ବ୍ୟର୍ଥତାରୁ ଉତ୍ପନ୍ନ ହୋଇ ମୃତ୍ୟୁ ଏକ ନୂତନ ଅବସ୍ଥା ବା ପୃଥିବୀର ଷଡ଼ଋତୁ ପରର ସପ୍ତମ ଋତୁ ଭାବେ ପରିକଳ୍ପିତ ହୁଏ। ଏହା କେବଳ ଶେଷ ନୁହେଁ, ବରଂ ଏକ ଦେହାତୀତ, କାଳାତୀତ ସ୍ଥିତି ଓ ନୂତନ ଆବିଷ୍କାର। କବିଙ୍କ ପାଇଁ ଜୀବନର ନିଃସଙ୍ଗତା ଓ ଅପ୍ରାପ୍ତିଜନିତ ଯନ୍ତ୍ରଣା ହିଁ ଏହି ମୃତ୍ୟୁ ଉତ୍ତୀର୍ଣ୍ଣ ଚେତନାର ମୂଳ ଆଧାର।